गंजाम जिल्लाରୁ ଆସିଛି ବଡ଼ ଖବର। ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ମୁଖ୍ୟ ସଡ଼କରେ ନାୟାର ପେଟ୍ରୋଲ ପମ୍ପରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ପେଟ୍ରୋଲର ଅପମିଶ୍ରଣ ଅଭିଯୋଗ ଆଣି ଗ୍ରାହକମାନେ ହଙ୍ଗାମା କରିଛନ୍ତି। ପମ୍ପରୁ ତେଲ ପକାଇବା ପରେ ଅନେକ 2 ଚକିଆ ଓ 4 ଚକିଆ ଗାଡ଼ି ଅଧା ବାଟରେ ଅଟକିଥିବା ବେଳେ କେତେକ ଗାଡ଼ିର ଇଞ୍ଜିନ୍ ସିଜ୍ ହୋଇଯାଇଥିବା ବେଳେ ସଙ୍ଗୀନ ଅଭିଯୋଗ ହୋଇଛି। ମାଲିକଙ୍କ ଲାଭଖୋର ମନୋବୃତ୍ତି ଓ ମନମାନି ଯୋଗୁଁ ସାଧାରଣ ଜନତା ଏବେ ବଳି ପଡ଼ୁଛନ୍ତି। ବାରମ୍ବାର ଅଭିଯୋଗ ପରେ ପମ୍ପ କର୍ତ୍ତୃପକ୍ଷ କୌଣସି କର୍ଣ୍ଣପାତ ନ କରିବାରୁ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ମୁଖ୍ୟ ସଡ଼କରେ ଥିବା ନାୟାର ପେଟ୍ରୋଲ ପମ୍ପରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଅଭିଯୋଗ ମୁତାବକ ଏହି ପମ୍ପରେ ଅପମିଶ୍ରିତ ପେଟ୍ରୋଲ ପାଇଁ ଅନେକ ଗ୍ରାହକ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏହି ପମ୍ପରୁ ପେଟ୍ରୋଲ ଭରିବା ପରେ 2 ଚକିଆ ଓ 4 ଚକିଆ ଯାନଗୁଡ଼ିକରେ ବିଭିନ୍ନ ପ୍ରକାର ଯାନ୍ତ୍ରିକ ସମସ୍ୟା ଦେଖାଯାଉଛି। କେଉଁଠି ଅଧା ବାଟରେ ଗାଡ଼ି ଅଟକି ଯାଉଛି ତ ଆଉ କେଉଁଠି ଇଞ୍ଜିନ୍ ସିଜ୍ ହେବା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ପେଟ୍ରୋଲ ପମ୍ପ ମାଲିକଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଏବେ ସାଧାରଣ ଲୋକ ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାହକ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପମ୍ପ ମାଲିକ କୌଣସି କର୍ଣ୍ଣପାତ କରିନଥିଲେ। ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବେଲଗୁଣ୍ଠା ବିଡିଓ ସିଙ୍ଗିପୁରମ ହରି, ତହସିଲଦାର କଳାକୃଷ୍ଣ ପ୍ରଧାନ, ଭଞ୍ଜନଗର ଆଡିସନାଲ ସିଭିଲ ସପ୍ଲାୟର ଶୁଭରାଜ ସାମନ୍ତରାୟ ଏବଂ ବେଲଗୁଣ୍ଠା ଏମ୍ଆଇ ସମ୍ବିତ କୁମାର ଦାସ ପେଟ୍ରୋଲ ପମ୍ପରେ ପହଞ୍ଚି ଘନ ଘନ ତନାଘନା କରିଛନ୍ତି। ପ୍ରଶାସନ ପକ୍ଷରୁ ପେଟ୍ରୋଲ ଓ ଡିଜେଲର ସାମ୍ପଲ ସଂଗ୍ରହ କରାଯାଇଛି। ଏହି ଘଟଣା ନେଇ ଆମ ପ୍ରତିନିଧି ଯେତେବେଳେ ବିଡିଓ ଓ ତହସିଲଦାରଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ ସେମାନେ କ୍ୟାମେରା ସାମ୍ନାରେ କୌଣସି ବାଇଟ୍ ଦେଇନଥିଲେ। ମାତ୍ର ମୌଖିକ ଭାବରେ ସେମାନେ କହିଛନ୍ତି ଯେ ପେଟ୍ରୋଲ ପମ୍ପରୁ ସଂଗୃହୀତ ପେଟ୍ରୋଲ ଏବଂ ଡିଜେଲ ସାମ୍ପଲକୁ ବ୍ରହ୍ମପୁର ଏବଂ ଭୁବନେଶ୍ୱର ଲାବୋରେଟୋରୀକୁ ପଠାଯାଇଛି। ସାମ୍ପଲ ରିପୋର୍ଟ ଆସିବା ପରେ ହିଁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବେଲଗୁଣ୍ଠା ବିଡିଓ ସିଙ୍ଗିପୁରମ ହରି ସ୍ପଷ୍ଟ କରିଛନ୍ତି। ସେଠାରେ ପ୍ରଶ୍ନ ଉଠୁଛି, ସାଧାରଣ ଜନତାଙ୍କ ପକେଟ୍ କାଟି ଏଭଳି ମନମାନି କରୁଥିବା ପେଟ୍ରୋଲ ପମ୍ପ ମାଲିକଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେବ? ଲାବୋରେଟୋରୀ ରିପୋର୍ଟ କେବେ ଆସୁଛି ଏବଂ ପ୍ରଶାସନ ଏହା ଉପରେ କିଭଳି ଆକ୍ସନ ନେଉଛି ତାହା ଦେଖିବାକୁ ବାକି ରହିଲା। ବେଲଗୁଣ୍ଠାରୁ ଶିବରାମ ଚୌଧୁରୀଙ୍କ ରିପୋର୍ଟ, ଶ୍ରୀ ନ୍ୟୁଜ୍।